ନମସ୍କାର। ପନିପରିବା ଭିତରେ ଆମ ସ୍ୱାସ୍ଥ୍ୟ ପାଇଁ ଗାଜର ଓ ବିଟ୍ କେତେ ହିତକାରୀ ଆସନ୍ତୁ ଜାଣିବା ସୁସ୍ଥ ଜୀବନ ଓଡ଼ିଶାରେ। ପ୍ରଥମେ ଜାଣିବା ଗାଜର ବିଷୟରେ। ଏହା ଉଭୟ ଶୀତଳ ଓ ଉଷ୍ଣ ପ୍ରକୃତିର। ମିଠା ଅଂଶ ଅଧିକ ଥିଲେ ଏହା ଶୀତଳ ପ୍ରକୃତିର ହୋଇଥାଏ। ଏହା ବାତ, ପିତ୍ତ ଓ କଫ ତ୍ରିଦୋଷ ସନ୍ତୁଳିତ ରଖେ। ପ୍ରତି 100 ଗ୍ରାମରେ କ୍ୟାଲୋରି ଭ୍ୟାଲ୍ୟୁ 41 ଥାଏ। 86% ପାଣି, 10% ଶ୍ୱେତସାର, 1 ଗ୍ରାମ ପୁଷ୍ଟିସାର ଏବଂ ଯଥେଷ୍ଟ ପରିମାଣରେ ତନ୍ତୁ ବା ଫାଇବର ଥାଏ। ଏଥିରେ ଭିଟାମିନ୍ ଏ, ବିଟା ଏବଂ ଆଲଫା କ୍ୟାରୋଟିନ୍ ଯଥେଷ୍ଟ ପରିମାଣରେ ଥାଏ, ପ୍ରାୟ 16,706 ଇଣ୍ଟରନ୍ୟାସନାଲ ୟୁନିଟ୍। ଭିଟାମିନ୍ ବି କମ୍ପ୍ଲେକ୍ସ, ଭିଟାମିନ୍ ସି, କପର, କ୍ୟାଲସିୟମ, ମାଙ୍ଗାନିଜ, ଫସ୍ଫରସ, ମ୍ୟାଗ୍ନେସିୟମ ଏବଂ ଆଇରନ୍ ଆଦି ମିନେରାଲ୍ସ ଥାଏ। ଗାଜର କଫକୁ ସନ୍ତୁଳିତ ରଖୁଥିବାରୁ ଶ୍ୱାସ ରୋଗରେ ଲାଭକାରୀ। ଏଥିରେ ଥିବା ଆଲଫା କ୍ୟାରୋଟିନ୍ କ୍ୟାନ୍ସରକୁ ପ୍ରିଭେଣ୍ଟ କରେ। ଭିଟାମିନ୍ ଏ ଥିବାରୁ ଆଖି ପାଇଁ ବହୁତ ଭଲ। ମାଂସପେଶୀ ଓ ନାଡିତନ୍ତ୍ରକୁ ଶକ୍ତି ଯୋଗାଇଥାଏ। ଶାରୀରିକ ଓ ମାନସିକ ଦୁର୍ବଳତା ଦୂର କରେ। କୋଷ୍ଠକାଠିନ୍ୟରେ ଉପାଦେୟ। ହାର୍ଟ ଆଟାକର ସମ୍ଭାବନାକୁ ରୋକିଥାଏ। ବ୍ଲଡ ପ୍ରେସରକୁ କମ୍ କରେ। ଯଦି ଓଜନ କମାଇବା ପାଇଁ ଚାହୁଁଛନ୍ତି ତେବେ ଗାଜର ଜୁସ୍ ଓ ସିଝା ଆପଣ ସେବନ କରିପାରିବେ। କିନ୍ତୁ ଯଦି ଓଜନ ବଢାଇବା ପାଇଁ ଚାହୁଁଛନ୍ତି ଗାଜର ଘିଅ ବା କ୍ଷୀରରେ ହାଲୁଆ ପ୍ରସ୍ତୁତ କରି ଆପଣ ଖାଇପାରିବେ। ଏହାଛଡ଼ା ଗାଜରର ସେବନ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ମହିଳାମାନଙ୍କ କ୍ଷେତ୍ରରେ ମାସିକ ଧର୍ମରେ ଅନିୟମିତତା ଦୂର କରେ। ଶରୀରରେ ବୟସର ପ୍ରଭାବକୁ ରୋକିଥାଏ, କାରଣ ଏଥିରେ ଯଥେଷ୍ଟ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଅଁଳା ଏବଂ ଗାଜର ଜୁସ୍ କରି ସେବନ କଲେ ଏହା ଭୋକ ବଢାଇଥାଏ, ରକ୍ତକୁ ପରିଷ୍କାର କରେ, ଶୁକ୍ରଧାତୁ ବୃଦ୍ଧି କରେ, ଶରୀରର କାନ୍ତି ବଢାଏ ଏବଂ ଅମ୍ଳପିତ୍ତକୁ ଠିକ୍ କରିଥାଏ। ଗାଜରକୁ ସିଝାଇ ଖାଇଲେ ଏହାର ଗରିଷ୍ଠ ଗୁଣ କମିଯାଏ ଓ ସହଜରେ ପାଚ୍ୟ ହୁଏ। ଯଦି ଦୁର୍ବଳ ପାଚନ ଶକ୍ତି ଥିବା ବ୍ୟକ୍ତି ନ ସିଝାଇ କଞ୍ଚା ଖାଇବେ ତେବେ ପେଟରେ ଜମିବାର ଅଧିକ ସମ୍ଭାବନା ଥାଏ। ଗାଜର ଆମ ଶରୀରରେ ଅସ୍ଥି, ମଜ୍ଜା, ମାଂସ ଓ କେଶ ତଥା ଦୁର୍ବଳ ଶରୀର ପାଇଁ ମଧ୍ୟ ଅଧିକ ଉପାଦେୟ। ଏହାର କ୍ଷୀରରେ ପ୍ରସ୍ତୁତ ପାକ ଆମ ପାଇଁ ସର୍ବୋତ୍ତମ ହୋଇଥାଏ। ଗାଜର ମଞ୍ଜି ପୁରୁଷଙ୍କ ପାଇଁ ଲାଭକାରୀ, କିନ୍ତୁ ଗର୍ଭବତୀ ମହିଳାଙ୍କ ପାଇଁ କ୍ଷତିକାରୀ ହୋଇଥାଏ। ଏବେ ଆସନ୍ତୁ ଜାଣିବା ବିଟ୍ ବିଷୟରେ। ପ୍ରତି 100 ଗ୍ରାମ ବିଟ୍ରେ କ୍ୟାଲୋରି ଭ୍ୟାଲ୍ୟୁ 43 ଥାଏ। 8% ଶ୍ୱେତସାର ଥାଏ। 1.19 ମିଲିଗ୍ରାମ ଆଇରନ୍ ଥାଏ। 10 ମିଲିଗ୍ରାମ ଭିଟାମିନ୍ ସି ଥାଏ। ଭିଟାମିନ୍ ସି ଆଇରନ୍କୁ ଶରୀରରେ ଲଗାଇବାରେ ସାହାଯ୍ୟ କରିଥାଏ, ତେଣୁ ହିମୋଗ୍ଲୋବିନ୍ ବଢାଇବାରେ ବିଟ୍ର ଭୂମିକା ରହିଛି। ଏଥିରେ ନାଇଟ୍ରେଟ୍ ଥାଏ, ଯାହାକି ଶରୀରରେ ନାଇଟ୍ରିକ୍ ଅକ୍ସାଇଡ୍ ପ୍ରସ୍ତୁତ କରେ ଏବଂ ନାଇଟ୍ରିକ୍ ଅକ୍ସାଇଡ୍ ରୂପରେ ସବୁ ଅଙ୍ଗକୁ ରକ୍ତର ପ୍ରବାହ ଠିକ୍ କରିଥାଏ। ଅଧିକ ସମୟ ପରିଶ୍ରମ କରିପାରିବାର କ୍ଷମତାକୁ ବିଟ୍ ବଢାଇଥାଏ। ଲିଭରକୁ ଏହା ପରିଷ୍କାର ରଖେ। ରକ୍ତହୀନତା ବା ଆନେମିଆ ଦୂର କରେ। ମସ୍ତିଷ୍କର ସ୍ୱାସ୍ଥ୍ୟ ଓ ସ୍ମରଣ ଶକ୍ତି ବୃଦ୍ଧି ପାଇଁ ବିଟ୍ ଉପାଦେୟ। ଏହାଛଡ଼ା ବ୍ଲଡ ପ୍ରେସରକୁ କମ୍ କରାଇଥାଏ ଓ ହାର୍ଟ ଆଟାକର ସମ୍ଭାବନାକୁ ରୋକିଥାଏ। ବିଟ୍ ଆମ ଶରୀରରେ ପ୍ରତ୍ୟେକ କୋଶିକାରେ ଥିବା ମାଇଟୋକଣ୍ଡ୍ରିଆର କାର୍ଯ୍ୟକ୍ଷମତା ବଢାଇଥାଏ, ତେଣୁ ଶାରୀରିକ ଶକ୍ତି ବୃଦ୍ଧି ପାଏ। ଏଥିରେ ଭିଟାମିନ୍ସ ଥିବାରୁ ଏହାକୁ ଖାଇଲେ ମଳମୂତ୍ର ଲାଲ ହେବାର ସମ୍ଭାବନା ଥାଏ। ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଏହାକୁ ଆପଣମାନେ ସାଲାଡ, ଜୁସ୍ କିମ୍ବା ଅଧିକ ଉପକାର ପାଇଁ ସିଝାଇ ଖାଇପାରିବେ। ବିଟ୍ ସହିତ ଦହି ଏବଂ ମହୁ ମିଶାଇ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଲଗାଇ ପାରିବେ। ଏଥିରେ ଅକ୍ଜାଲେଟ୍ ଥିବାରୁ କିଡ୍ନି ସମସ୍ୟା ଥିଲେ ଖାଇବେ ନାହିଁ।